राष्ट्रीय राजधानी नुआदिल्ली उपकंठ बर्ती गुड़गांव सहर मारुतिकुंजଠାରେ गत वर्ष नवनिर्मित होइଥିବା महाप्रभु श्री जगन्नाथ मंदिर रे गतकाली पवित्र मकर संक्रांति अवसर में विशेष पूजा अर्चना होइଥିଲା। प्रत्युषर मंदिर पहड़ खोलाଯିବା ପରେ श्री विग्रह मान गोटे पर गोटे दैनन्दिन नीति हेबा सह मंगल आरती खेचुड़ी भोग हेबा परे पूर्वाह्न 11टा बेले श्री मंदिर परंपरा और विधि अनुसार श्री जीव मान निकट में मकर चाउर भोग लगिଥିଲା। ଏହି ପରିପ୍ରେକ୍ଷୀରେ ମନ୍ଦିର ତଳେ ହୋମ ଅନୁଷ୍ଠିତ ହୋଇଥିଲା। ଶେଷରେ ଆନୁମାନିକ 1000 ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ସମୂହ ଅନ୍ନଭୋଗ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ସନ୍ଧ୍ୟାରେ ଭଜନ କୀର୍ତ୍ତନ ହୋଇଥିଲା। ପବିତ୍ର ମକର ସଂକ୍ରାନ୍ତି ଉତ୍ସବକୁ ମନ୍ଦିର ସଭାପତି ସୌମ୍ୟରଞ୍ଜନ ରଥ, କୋଷାଧ୍ୟକ୍ଷ ସାହାଜୀ ରାଉତ, ସଦସ୍ୟ ପବିତ୍ର ରାଉତ, ଅଚ୍ୟୁତ କୁମାର ଦାସ, ଅରବିନ୍ଦ ମହାପାତ୍ର, ରମାକାନ୍ତ ମହାପାତ୍ର, ତପନ କୁମାର ସ୍ୱାଇଁ, ଅଜୟ ମହାନ୍ତି, ଉମାକାନ୍ତ ପ୍ରଧାନଙ୍କ ସହ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିବା ଜଣାପଡ଼ିଛି। ଏଠାରେ ଉଲ୍ଲେଖ କରାଯାଉଛି ଯେ ମାରୁତିକୁଞ୍ଜରେ ବହୁ ଓଡ଼ିଆ ପରିବାର ସ୍ଥାୟୀ ବସବାସ କରି ରହିଛନ୍ତି। ସେମାନଙ୍କ ଉଦ୍ୟମ ଓ ସହଯୋଗରେ ଗତବର୍ଷ କାରୁକାର୍ଯ୍ୟ ପୂର୍ଣ୍ଣ ଅତି ସୁନ୍ଦର ମନ୍ଦିରଟିଏ ପ୍ରତିଷ୍ଠା ହୋଇପାରିଛି। ମନ୍ଦିର କୋଷାଧ୍ୟକ୍ଷ ସାହାଜୀ ରାଉତ କହିଛନ୍ତି, ଯେଉଁଠି ଓଡ଼ିଆ ସେଇଠି ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କର ଆଶୀର୍ବାଦରୁ ବହୁ କମ୍ ମାସରେ ମଧ୍ୟ ଏଠାରେ ମନ୍ଦିର ନିର୍ମାଣ ହୋଇ ପ୍ରତିଷ୍ଠା ହୋଇପାରିଛି। ଦିଲ୍ଲୀରୁ ଲକ୍ଷ୍ମୀନାରାୟଣ ବେବର୍ତ୍ତାଙ୍କ ରିପୋର୍ଟ, ONTV ଓଡ଼ିଶା।